श्री गुरुवे नमो नमः। वंदे सरस्वती सुतम गणपति कामदम नमस्ते सुधी दर्शक सभा तमर बड़ा प्रेमी बंधुगण। अच्छा आमर कवि सूर्यनगर श्री श्री संतोषी नाट्यकला संस्था अनुगुल्यरू आज दर्शक बापांगर दर्शक आज जो आमर बापांगर प्रथम श्राद्धवार्षिकी उत्सव उपलक्षे आज एठारे मोर नाटक परिवेशन कर जाउछि। आपण मानकर सहयोग सहानुभूति क्रमे निश्चय एरु से बाबांगर गृह सपरिवार समस्त समस्त सहयोग सहकर्मी को बाबा भाई मान को मां भौणी मान को तथा कलाकार मान को ओरे शिव एवं पार्वती गर ओरे आशीर्वाद स्वरूप हेबो किबरी रहस्य कथा दिनभरि संसारवासी शिव पूर्वक संसार को जाइछन्ति। अच्छा अर्थरात्र समय हला शिवं अपेक्षा करी करी जोगमाया पार्वती कले करो कले कबाड़ नै सोई पडिछन्ति। अच्छा एरे निशार्थ समय रे शिव हरावा बोली 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 आसी पार्वती गर कबाड़ रे कर मारि डाकुछन्ति पार्वती पार्वती बोली। अच्छा सेतेबेले पार्वती बजाउछन्ति ओयम भूर जनि मुखे वसवती की मे हरि बहारं देवो पार्वती अत्र नष्ट कमला सुनि न वैद्यालया हेमा नगराज पुत्री च बले न द्रौपदी मंदिरं इथं तदपरि हास्यकली कलया पाद मुग्धर। अच्छा ते बियार भावार्थ कोन होला कोन जेतेबेले अर्थरात्र समय रे शिव संसार बोली बोली आसी पार्वती गर कबाटर करबार लागुछन्ती पार्वती पार्वती बोली। अच्छा अच्छा सेतेबेले पार्वती उठी पड़ी बजाउछन्ती कोन बोली कोयम भौरा जनि मुखे कोयम के तुम थे ए रतनी की रात्र समय रे मोर कबाटर
ବାରବାରି ଡାକୁଛ ଡାକୁଛ ସେତେବେଳେ ଶିବ କହିଲେ ପଶୁପତି ହଁ ଶିବ କହିଲେ ମୁଁ ହଉଛି ପଶୁପତି ପଶୁପତି ବୋଲି ଗୋଟେ ନାମ ଅଛି ମହାଦେବଙ୍କର ଆଚ୍ଛା ଯେତେବେଳେ ପଶୁପତି ବୋଲି ପରିଚୟ ଦେଲେ ଶିବ ପାର୍ବତୀ ବୁଝିଲେ ତୁମେ ପଶୁପତି ତାହେଲେ କିମେ ହରି ବାହନଂ ସେଇ ପଶୁପତିଟା ହଉଛି ମୋର ବାହନ ବାହନ କାହିଁକି ଜଙ୍ଗଲରେ ଯେତେ ପଶୁ ବାସ କରନ୍ତି ସମସ୍ତ ପଶୁମାନଙ୍କରେ ରାଜା ହେଲେ ସିଂହ ସିଂହ ପ୍ରକୃତ ପାର୍ବତୀଙ୍କର ବାହନ ସେତେବେଳେ ଶିବ ଭାବିଲେ ଯାହା ହଉ ପାର୍ବତୀ ଆଜି ମୋତେ ବାହନ କରି ସାବ୍ୟସ୍ତ କରିଦେଲେ ନା ହଁ ନା ନା ମୁଁ ତୁମର ବାହନ ପଶୁପତି ନୁହଁ ନୁହଁ ଦେବ ଉମାପତି ଉମାଦେବୀ ପାର୍ବତୀ ପାର୍ବତୀଙ୍କର ପତି ମୁଁ ଶିବ ଏଣୁ ଦେବ ଉମାପତି ଆଚ୍ଛା ସେତେବେଳେ ପାର୍ବତୀ ବୁଝିଲେ ତମେ ଦେବ ମାପତି ଦେବ ମାପତି ଦେବ ମାପତି ଶବ୍ଦଟି ଗୋଟିଏ କିନ୍ତୁ ସନ୍ଧି ବିଚ୍ଛେଦ ହଉଛି ଆଚ୍ଛା ଆଚ୍ଛା ଶିବ କହିଲେ ଦେବ ଉମାପତି ଉମା ବନ୍ଦେ ପାର୍ବତୀ ପାର୍ବତୀଙ୍କର ପତି ମୁଁ ଶିବ ଆସିଛି ହଁ ସେତେବେଳେ ପାର୍ବତୀ ବୁଝିଲେ ତୁମେ ଦେବ ମାପତି ମା ବନ୍ଦେ ଲକ୍ଷ୍ମୀ ଦେବ ମାପତି ଦେବ ମାପତି ଯଦି ତୁମେ ମାପତି ବିଷ୍ଣୁ ହଁ ତାହେଲେ ଅତ୍ର ନାସ୍ତି କମଳା ଅତ୍ର କେହି ଝାଡେ କମଳା ଯେ ଲକ୍ଷ୍ମୀ ନାହାନ୍ତି ଆପଣ ଯାଇପାରୁନା ସେତେବେଳେ ସେ କହିଲେ ନା ନା ମୁଁ ସେ ମହାପତି ବିଷ୍ଣୁ ନୁହଁ ଆଉ ଶୁଣି ଶୁଣି ଯେ ଶୂଳ ଧାରଣ କରନ୍ତି ତାଙ୍କୁ କହନ୍ତି ଶୁଣି ଯେ ଚକ୍ର ଧାରଣ କରନ୍ତି ତାଙ୍କୁ କହନ୍ତି ଚକ୍ରୀ ଭଗବାନ ଶ୍ରୀକୃଷ୍ଣ ଚକ୍ର ଧାରଣ କରିଥିବା ହେତୁ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ଅଛି ଚକ୍ରୀ ବୋଲି ସେହିପରି ଦେବଦେବ ମହାଦେବ ତ୍ରିଶୂଳ ଧାରଣ କରିଥିବା ହେତୁ ମହାଦେବଙ୍କର ନାମ ଅଛି ଗୋଟିଏ ଶୁଳି ଆଉ ଯାହାକୁ ଶୂଳ ରୋଗ ହୋଇଥାଏ ତାକୁ ବି କୁହାଯାଏ ଶୁଳି ହଁ ଯେତେବେଳେ ଶୁଳି ବୋଲି ପରିଚୟ ଦେଇଛନ୍ତି ଶିବ ଆଚ୍ଛା ପାର୍ବତୀ ବୁଝିଲେ ଅଥରଥର ସମୟରେ ହଁ ତମେ ଜଣେ ଶୂଳ ରୋଗୀ ଆସିଛ ଭଲ ହେବା ପାଇଁ ନ ବୈଦ୍ୟାଳୟ ଏଟା କୌଣସି ଭେଷଜ ବିଦ୍ୟାଳୟ ନୁହଁ ଯେ ତୁମର ଶୂଳ ରୋଗ ଭଲ ହେଇଯିବ ନା ବୈଦ୍ୟାଳୟ ହଁ ସେତେବେଳେ ଶିବ କହିଲେ ନା ନା ମୁଁ ସେମିତି କିଛି କୌଣସି ଶୂଳ ରୋଗୀ ନୁହଁ ଭୀମ ହମନଗର ରାଜପୁତ୍ର ସବୁବେଳେ ଚପଳର ଅର୍ଥ ହଉଛି ଶୀଘ୍ର ଶିବ ଶୀଘ୍ର କହିଦେଉଛନ୍ତି ରେବତୀ ପର୍ବତ ପର୍ବତ ରାଜ ହେଲେ ହିମାଳୟ ରେ ହିମାଳୟ ପୁତ୍ରୀ ପାର୍ବତୀ ଅହಂ ଭୀମ ଅହಂ ଶବ୍ଦର ଅର୍ଥ ହେଲା ମୁଁ ଶିବ କହିଲେ ମୁଁ ହଉଛି ଭୀମ ଭୀମ ଅର୍ଥାତ ଭୟଙ୍କର ଭୀମ ବୋଲି ଗୋଟେ ନାମ ଅଛି ମହାଦେବଙ୍କର ହଁ ଯେତେବେଳେ ଭୀମ ବୋଲି ପରିଚୟ ଦେଲେ ଶିବ ପାର୍ବତୀ ବୁଝିଲେ ତୁମେ ଭୀମ ଆସିଛ ହଁ ତାହେଲେ ନା ଦ୍ରୌପଦୀ ମନ୍ଦିର ଭୀମ ଯାଆନ୍ତି ଦ୍ରୌପଦୀ ମନ୍ଦିରକୁ ତମେ ଯଦି ଭୀମ ତାହେଲେ ଏଟା ତ ଦ୍ରୌପଦୀଙ୍କର ମନ୍ଦିର ନୁହଁ ଆପଣ ଚାଲି ଯାଆନ୍ତୁ ନିଶ୍ଚୟ ଇଥଂ ତଦପରି ହାସ କେଳି କଳୟା ଇଥଂ ଏହିପରି କି ତୁମାର ହେ ଶିବ ପାର୍ବତୀ ଯୋଉ କେଳି କୌତୁକ ରହସ୍ୟ ଲାଗିଛି ଆଜି ଆମର ଯୋଉ ବାପାଙ୍କର ଦେହାନ୍ତ ହୋଇଯାଇଛି ତାର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଉପଲକ୍ଷେ ଆଜି ନାଟକ ପରିବେଷଣ କରାଯାଉଛି ସେ ବାପାଙ୍କର ଗୃହର ସପରିବାର ସମସ୍ତଙ୍କୁ ସମସ୍ତ ମା ମାଉସୀମାନଙ୍କୁ ବାପା ଭାଇମାନଙ୍କୁ ତଥା କଳାକାରମାନଙ୍କୁ ସେଇ ଶିବ ପାର୍ବତୀ ସଦା ସର୍ବଦା ମଙ୍ଗଳଦାୟକ କରିଥାନ୍ତୁ ବୋଲ ସର୍ବାନନ୍ଦେ ଦବାର ହରି ବୋଲ ତେବେ ସେଇ ଆଦ୍ୟାଶକ୍ତି ପରମ ବୈଷ୍ଣବୀ ଯୋଗ ଜନ୍ମା ଜଗତ ଜନନୀ ମା ଦୁର୍ଗାଙ୍କୁ ଭକ୍ତ ଭାବରେ ବନ୍ଦନା କରୁଛନ୍ତି ପ୍ରଥମ মাত গ্রাম দেবতী মা জয় জয় গো মাত গ্রাম দেবতী মা জয় জয় মন্দার মালিনী তুবারি সতী মা